ରାବଣ ରାମଙ୍କ ଠାରୁ ଯୁଦ୍ଧରେ ହାରି ସାରିଲା ପରେ ମରଣ ଶଯ୍ୟାରେ ପଡ଼ିଥିବା ସମୟରେ ରାମଙ୍କୁ ଗୋଟେ ପ୍ରଶ୍ନ କଲା, ହେ ରାମ, ମୁଁ ତୋ ଠାରୁ ଅଧିକ ଶକ୍ତିଶାଳୀ ଥିଲି, ତୋ ଠାରୁ ମୋର ଅଧିକ ଜ୍ଞାନ ଥିଲା, ମୁଁ ବଡ଼ ପଣ୍ଡିତ, ସ୍ୱୟଂ ମହାଦେବଙ୍କର ମୁଁ ବଡ଼ ଭକ୍ତ ଥାଇକି ବି ମୁଁ ତମ ପାଖରୁ କେମିତି ହାରିଗଲି? ତୋ ଠାରୁ ମୋର ଅଧିକ ସୈନ୍ୟମାନେ ଥିଲେ, ହାଟାକାଟା ସୈନ୍ୟମାନେ ଥିଲେ। ତୁ ସାମାନ୍ୟ ଏଇ ମାଙ୍କଡ଼, ଭାଲୁ ଏଇମାନଙ୍କ ସାଙ୍ଗରେ ଏଇମାନଙ୍କ ସାହାଯ୍ୟ ନେଇକି ମୋତେ ତୁ ପରାସ୍ତ କରିଦେଲୁ, ମୋତେ ମାରିପାରିଲୁ। କେମିତି ତୁ ମାରିପାରିଲୁ ସେଇଟା ମୁଁ ବୁଝିପାରୁନି, ମୋତେ କହ। ଏ କଥା ଶୁଣି ପ୍ରଭୁ ରାମ କହିଲେ, ହଁ ମୁଁ ମାନୁଛି ମୋ ଠାରୁ ତୁ ଅଧିକ ଶକ୍ତିଶାଳୀ ଥିଲୁ, ମୋ ଠାରୁ ବଡ଼ ଜ୍ଞାନୀ ବି ଥିଲୁ, ମହାଦେବଙ୍କର ବଡ଼ ଭକ୍ତ ବି ଥିଲୁ। ତଥାପି ତୁ ମୋ ସହିତ ଏଇଥିପାଇଁ ଯୁଦ୍ଧରେ ପରାସ୍ତ ହୋଇଗଲୁ କାରଣ ତୋ ଚରିତ୍ର ତୁ ଭଲ ରଖିପାରିଲୁନି, ତୋ ଚରିତ୍ରକୁ ତୁ ଖରାପ କରିଦେଲୁ। ତୁ ମୋ ଧର୍ମପତ୍ନୀ ସୀତାକୁ ଅପହରଣ କରିକି ତୋ ଜାଗାକୁ ନେଇଗଲୁ। ସେଇଥିପାଇଁ ତୋ ଚରିତ୍ରକୁ ତୁ ନଷ୍ଟ କରିଦେଲୁ, ତୁ ଚରିତ୍ରହୀନ ହୋଇଗଲୁ। ସେଇ ଚରିତ୍ରହୀନ ଯୋଗୁଁ ହିଁ ତୁ ମୋ ଠାରୁ ପରାସ୍ତ ହୋଇଗଲୁ। ରାବଣର ଏହି ଚରିତ୍ରହୀନ କାରଣ ଯୋଗୁଁ ପ୍ରଭୁ ରାମଙ୍କ ଠାରୁ ଯୁଦ୍ଧରେ ହାରି ଯାଇଥିଲେ।